ନାଇଁ 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 କହିଲା ମୁଁ ଆସି ସୀତାକୁ ଅସତୀ ପ୍ରମାଣିତ କଲେ ରାମଚନ୍ଦ୍ର ବଳି ପଡ଼ିବ, ରାମଚନ୍ଦ୍ର ମରିବ, ଜଗତ ନଷ୍ଟ ହବ, ଅସୁରଙ୍କର ବିଜୟ ହବ। ଯାହାକୁ ଅଚ୍ୟୁତାନନ୍ଦ ଲେଖିଲେ କହିଲେ କଳି ଯୁଗେ ସୀତା, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। କହିଲା ଏ ପାଠ ସବୁ ଜାଗାରେ ବାହାରିବନି। କହିଲା କଳି ଯୁଗେ ସୀତା ଏ ଅସତୀ ହୋଇବ, ପର୍ବତେ ଫୁଟିବ କଇ, ପର୍ବତେ ଫୁଟିବ କଇ, ପର୍ବତେ ଫୁଟିବ କଇ। ଅଚ୍ୟୁତ ବଚନ ଚ୍ୟୁତନ ହୋଇବ, ଶୁଣ ହେ ଦେଶ ଭାଇ, ମାନସ ଶୁଣ ହେ ଦେଶ। କହିଲେ କଳି ଯୁଗରେ ସୀତାଟା ଅସତୀ ହବ। କଳି ଯୁଗରେ ସୀତା ଅସତୀ ହବ ନା କେମିତି? କେମିତି ଆଜ୍ଞା? ନା କେମିତି? ତା ତଳ ଧାଡ଼ିରେ ଉତ୍ତର ଦେଲେ। କହିଲା ତ୍ରେତୟା ଯୁଗରେ ଏ ସୂର୍ଯ୍ୟବଂଶେ ଖ୍ୟାତ, ଏ ତ୍ରେତୟା ଯୁଗରେ ସୂର୍ଯ୍ୟବଂଶେ ଖ୍ୟାତ, ଏ ସୁଗ୍ରୀବର ମୈତ୍ରର, ସୁଗ୍ରୀବର ମୈତ୍ରର, ସୁଗ୍ରୀବର ମୈତ୍ରର, ତାର ବିରଜୁ ଜାତ କୁଶ ନାମେ ଖ୍ୟାତ, ସୀତାଙ୍କର ସେ କୁମାର। ସୀତାଙ୍କର ତ ବହି ବହି ବୁଲା ପାରି କବି କହିଲେ ତ୍ରେତୟା ଯୁଗରେ ଆଜ୍ଞା ସୁଗ୍ରୀବର କପି, ସୁଗ୍ରୀବ ମୈତ୍ର ଯେ ଶ୍ରୀରାମର, ତାର ବିରଜୁ ଜାତ କୁଶ ନାମେ ଖ୍ୟାତ, ଆଜ୍ଞା ସୀତାଙ୍କର ସେ କୁମାର। କଥାଟା ବୁଝିହେଲା ଆଜ୍ଞା? ତ୍ରେତୟା ଯୁଗରେ ଆଜ୍ଞା ସୁଗ୍ରୀବ ମୈତ୍ର ହଉଛି କାର ନା ରାମର, ତାର ବୀର୍ଯ୍ୟରୁ ଜାତ କୁଶ ନାମେ ଖ୍ୟାତ। ତାହେଲେ କୁଶର ବାପା କିଏ? ଆପଣ କହିବେ ଏଇଟା କେଡେ ଗାଲୁଆ ଗାୟକ ହେଇଥିବ, ମୂର୍ଖ ନୃସିଂହ ହୋତା, କେଡେ ମିଛ କହୁଛି। ମୁଁ ପୁରାଣ ପ୍ରମାଣ ଦେଇ କହୁଛି ନା ମିଛରୁ କହୁଛି? ଆଜ୍ଞା ପ୍ରମାଣ ପ୍ରମାଣ। ସୁଗ୍ରୀବର ଓରିଜିନାଲ ପୁଅ ହଉଛି କୁଶ। ତାହେଲେ କୋଉ କୁଶ? କୁଶ ହଉଛନ୍ତି ଦିଟା। କୁଶ ଦିଟା? ଯେମିତି ଆପଣଙ୍କର ମହାଭାରତରେ ଆଜ୍ଞା କୃଷ୍ଣ ଥିଲା ଜଣେ, ମାତ୍ର ପୌଣ୍ଡ୍ରୁକ ମୟୂର ଚନ୍ଦ୍ରିକା ଲଗେଇକି ନାଁ ହେଲା ଶେଷ କୃଷ୍ଣ। ୟା ନା ରାମ, ଆଉ ଗୋଟେ ରହିଲା ପରଶୁରାମ। ରାମ ହେଲେ ଦିଟା, ସେମିତି କୁଶ ହେଲେ ଦିଟା। ଆପଣ ମାନଙ୍କର ଗୋଟିଏ କୁଶ ଅସୁର, ସେ କୁଶ ଅସୁରଟି ସୀତାଙ୍କ ସାଙ୍ଗରେ ଆସୁଛି, ଓରିଜିନାଲ କୁଶଟା କଣ୍ଟକ ଭିତରେ ବନ୍ଧା ଯାଇଛି। ଏତିକି ବେଳେ ମିଳିଲା ବୀର ହନୁମାନ, ଜୀବର ଧନ ଧନ ଜୀବନ, ମିଳିଲା ଯେ ବୀର ହନୁମାନ, ଜୀବର ଧନ ଧନ ଜୀବନ, କରିବାକୁ ମହାପ୍ରଭୁ ରାମଙ୍କର ଯଜ୍ଞ, ଜୀବର ଧନ ଧନ ଜୀବନ। ଏତିକି ବେଳେ ହନୁମାନ ଆସିଛି, ଗେଟ କିପର ଜଗିଛନ୍ତି ଦ୍ୱାର, ଧଇଲା ମଶାକୁ ବାଡେଇଲା ଭଳିଆ ବାଡେଇକି ଦିଟା ଯାକୁ ଫୋପାଡ଼ି ଦେଲା। ପଶିଛି ଭିତରେ ଯଜ୍ଞ ସ୍ଥଳ ଭିତରେ, ଦେଖୁଛି ଭଗବାନ ରାମ ଏକା ବସୁଛୁ। ମୋ ମା ଗାଈ କୁଆଡେ ଗଲା? ମୋ ମା ନା କୃପା ବାରି ଧର ରାମ ସରାରୀ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ବାୱାହି ବନ ତୋହାରି, ଶ୍ରୀରାମ ଜୟ ରାମ ଜୟ ଜୟ
ନା ପ୍ରଭୁ ମୋ ମା କାଇଁ ହଁ ମୋ ମା ତ କାଇଁ ଦେଖାଯାଉନି ନାଇଁ 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 ଗର୍ଜି ଉଠିଲା ହନୁମାନ ହଁ ହଁ ବୋଲା ଚାହୁ ଚାହୁ ଯଜ୍ଞ ସ୍ଥଳକୁ ଉଗ୍ର ହୋଇ ଫିଙ୍ଗିଲା ଉଗ୍ର ହୋଇ ଫିଙ୍ଗିଲା ଚାରି ପାର ପାରକୁ କାହାକୁ ନ ଛାଡ଼ିଲା ତାର ପୁର ଧାରିଲା ଏ ଶିବ ରୂପ ଧରିଲା ପବନର କୁମାର ପବନର କୁମାର କାବିନା ତୋର ଅସ୍ତିତ୍ୱ ନାହିଁ ରାମ ତୁଷାର ନାହିଁ ଗର୍ଜି ଉଠିଲା ହନୁମାନ ହଁ ହେ ରାମ ସୀତା ମା ବିନା ତୋର ଅସ୍ତିତ୍ୱ ନାହିଁ ହଁ ତୁ ମୋ ମାଟାକୁ ଆଣିକି ବସେଇ ପାରିଲୁ କି ଯଜ୍ଞକୁଣ୍ଡ କଳସକୁ ଭାଙ୍ଗିଲା ଯେତେ ସବୁ ବ୍ରାହ୍ମଣ ଥିଲେ ପ୍ରାଣ ବିକଳରେ ଛାଡି ଯଜ୍ଞସ୍ଥଳ ଛୁ ଆଜ୍ଞା ଆଜ୍ଞା ଆଉ ଯିଏ ଟିକେ ମୁହଁ ତୋଡ଼ ଜବାବ ଦେଲା ହଁ ଆଉ ତାକୁ ସେ ଭାଗ ବ୍ୟାଟରେ ବାଡେଇଲା ଭଳିଆ କୁଟିଲା ବାଡେଇକି ସେ ଯଜ୍ଞକୁଣ୍ଡ ଅଗ୍ନି ଭିତରକୁ ସ୍ୱାହା ସ୍ୱାହା କରି ଫୋପାଡ଼ିଲା ହଉ ମୋ ଧନ